ନମସ୍କାର ଦର୍ଶକ ବନ୍ଧୁ ମୁଁ ବିକାଶ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡିଓରେ। ତ ଦର୍ଶକ ବନ୍ଧୁ, ସୁଭଦ୍ରା ଯୋଜନାର ନୂତନ ଆବେଦନ କରିଥିବା ହିତାଧିକାରୀ ମାନଙ୍କ ପାଇଁ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଅପଡେଟଟି ରହିଛି, ଯାହାକି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆପଣମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବରଟି ଦେଇଛନ୍ତି। ଚାଲନ୍ତୁ ଆଜିର এই ଭିଡିଓରେ ଆମେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା ସେ ଖୁସି ଖବରଟି କ'ଣ ରହିଛି। ଭିଡିଓକୁ ଶେଷ ଯାଏଁ ଦେଖନ୍ତୁ ଏବଂ ଯଦି ଚ୍ୟାନେଲରେ ନୂଆ ଆସିଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଓ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ରଖନ୍ତୁ, ଫଳରେ ଆମ ଚ୍ୟାନେଲରେ ଯାହା ବି ଅପଡେଟ୍ ଆସିବ ସର୍ବପ୍ରଥମେ ଜାଣିପାରିବେ। ଚାଲନ୍ତୁ ଭିଡିଓଟି ଷ୍ଟାର୍ଟ କରିବା। ତ ଦର୍ଶକ ବନ୍ଧୁ ଦେଖନ୍ତୁ, ସୁଭଦ୍ରା ହିତାଧିକାରୀ ଯେଉଁ ନୂଆ ଆବେଦନ କରିଛନ୍ତି, ନୂଆ ବର୍ଷରେ ନୂଆ ହିତାଧିକାରୀଙ୍କୁ ଏକାଥରେ 2ଟି ସୁଭଦ୍ରା କିସ୍ତି। ତ ଦେଖନ୍ତୁ, ନୂଆ ବର୍ଷରେ ଏକାଥରକେ 2ଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ। ନୂଆ କରି ଯୋଡ଼ି ହୋଇଥିବା ହିତାଧିକାରୀ ମାନଙ୍କୁ ଏକାଥରକେ ମିଳିବ 2ଟି କିସ୍ତି ଅର୍ଥାତ୍ 10,000 ଟଙ୍କା। 2ଟି କିସ୍ତି ଦେବାକୁ ଜାନୁଆରୀ ପ୍ରଥମ ସପ୍ତାହରେ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ପୋର୍ଟାଲ ଖୋଲାଯାଇ 21 ବର୍ଷ ହିତାଧିକାରୀଙ୍କୁ ଯୋଗ୍ୟତା ଅନୁସାରେ ଯୋଡ଼ାଯାଇଛି। ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ନୂତନ ଭାବେ 2,27,410 ଜଣ ମହିଳା ଆବେଦନ କରିଛନ୍ତି। ସମସ୍ତେ ଯୋଗ୍ୟ ହିତାଧିକାରୀ ଯେମିତି ସୁଭଦ୍ରା ଟଙ୍କା ପାଇବେ, ସେଥିପାଇଁ ବିଭାଗ ତତ୍ପର ଅଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନାର ଗାଇଡଲାଇନ ବାହାରେ ଥିବା ହିତାଧିକାରୀଙ୍କୁ ବାଦ୍ ଦିଆଯାଇଥିଲେ ଆଉ କିଛି ସୁଭଦ୍ରାରେ ଯୋଡ଼ି ହେବା ପାଇଁ ନୂଆ ଆବେଦନ କରିଥିଲେ, ସେଥିପାଇଁ ସେମାନଙ୍କୁ କ୍ଷେତ୍ର ସ୍ତରରେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସରକାର। ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ 9,36,223 ଜଣ ସୁଭଦ୍ରାରେ ଯୋଡ଼ି ହେବା ପାଇଁ ଆବେଦନ କରିଥିଲେ। ସେଥିମଧ୍ୟରୁ 17,83,251 ଜଣ ମହିଳାଙ୍କୁ ସୁଭଦ୍ରା ଯୋଡ଼ା ଯାଇଥିଲା। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିରେ 1,03,75,491 ଜଣ ଓ ଦ୍ୱିତୀୟ କିସ୍ତିରେ 1,01,92,724 ଜଣ ମହିଳା ଏବଂ ତୃତୀୟ କିସ୍ତିରେ 97,51,479 ଜଣ ସୁଭଦ୍ରା ଟଙ୍କା ପାଇଛନ୍ତି। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସୁଭଦ୍ରା ହିତାଧିକାରୀଙ୍କୁ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇଥାନ୍ତି ସରକାର। ତ ଦେଖନ୍ତୁ ଦର୍ଶକ ବନ୍ଧୁ, ଯେଉଁ ହିତାଧିକାରୀମାନେ ନଭେମ୍ବର 1ରୁ ନଭେମ୍ବର 30 ପର୍ଯ୍ୟନ୍ତ ନୂଆ ଆବେଦନ କରିଛନ୍ତି ବା ସେମାନଙ୍କୁ ଯେଉଁ 21 ବର୍ଷ ହେଲା ପରେ ସୁଭଦ୍ରା ଯୋଜନାରେ ଯୋଡ଼ି ହେଇଛନ୍ତି, ତ ସେମାନଙ୍କ ପାଇଁ ଖୁସି ଖବର ଯେ ଜାନୁଆରୀରେ ପ୍ରଥମ ସପ୍ତାହରେ ତାଙ୍କୁ ସୁଭଦ୍ରା ଯୋଜନାର 2ଟି କିସ୍ତି 10,000 ଟଙ୍କା ମିଳିବାକୁ ଯାଉଛି। ତ ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କ ପାଇଁ ଖୁସି ଖବର। ତ ଦର୍ଶକ ବନ୍ଧୁ, ଆପଣମାନେ ତ ଦେଖିଲେ ସୁଭଦ୍ରା ଯୋଜନାର 2ଟି କିସ୍ତି ଜାନୁଆରୀ ମାସରେ ମିଳିବାକୁ ଯାଉଛି ନୂତନ ହିତାଧିକାରୀ ମାନଙ୍କୁ। ତ ଭିଡ଼ିଓଟି ଏତିକିରେ ଶେଷ କରୁଛି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଏବଂ ଚ୍ୟାନେଲରେ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ।